ଜୟ ଜଗନ୍ନାଥ ସାଙ୍ଗମାନେ, ଶୁଭ ସକାଳ। ଦିନେ ଗୋଟେ ଲୋକ ବାହାରେ କାମ କରିକି ଆସିଲା, ରାତିର ଲେଟ୍ରେ ଆସିଲା, 11ଟା 12ଟା ହେଇଗଲା ରାତିରେ। ସକାଳୁ ଯାଇଛି, ଆସିକି ପହଞ୍ଚିଲା ଯେମିତି ଘରେ, ତା ବାପା ପଚାରିଲା, ନା ପୁଅ ପଚାରିଲା ବାପାକୁ, କହିଲା ବାପା ତୁମକୁ ଘଣ୍ଟାରେ କେତେ ଟଙ୍କା ମିଳୁଛି? ତା ବାପା ସେଇଠୁ ରାଗିକି କହିଲା 100 ଟଙ୍କା ଘଣ୍ଟାକୁ। ସେଇଠୁ ପୁଅ କହିଲା ମୋତେ ବାପା 50 ଟଙ୍କା ଦିଅନି। ସେଇଠୁ ରାଗିକି ତା ବାପା କହିଲା ପଇସା ଏଇଥିପାଇଁ ପଚାରୁଥିଲୁ, ପଇସା ନେବୁ ବୋଲିକି ମାଗିକି ନେଇକି ବାଇରେ ଖେଳନା କିଣିବୁ, ୟାକୁ କିଣିବୁ, ଆଉ ସେଇଥିପାଇଁ ମାଗୁଥିଲୁ। ସେଇଠୁ ଯେମିତି ରାଗିକି ପାଟି କଲା, ଯାଇକି ଘରେ ଯାଇକି ଶୋଇ ପଡ଼ିଲା ପୁଅ। ସେଇଠୁ ବାପ ଟିକେ ଶାନ୍ତ ହେଇକି ଗଲା ହେଉଛି ତା ପୁଅ ପାଖକୁ, କହିଲା ନେ ହେଉଛି ପଇସା ମାଗୁଥିଲୁ 50 ଟଙ୍କା ନେ। ସେଇଠୁ 50 ଟଙ୍କା ଦେଲା। ଯେମିତି ଇଏ ଉଠିକି ତାର ହେଉଛି ଆଳନାରୁ ଆଉ ଯେଉଁ ପଇସା ରଖିଥିଲା ତାକୁ କାଢ଼ିଲା। ସେଇଠୁ ତା ବାପା କହିଲା ତୋ ପାଖରେ ପଇସା ତ ଥିଲା, ପୁଣି ମୋତେ କାହିଁ ପଇସା ମାଗୁଥିଲୁ? ନା ବାପା 100 ଟଙ୍କା ପାଇଁ ମୋର 50 ଟଙ୍କା କମ୍ ଥିଲା, ମୋର 100 ଟଙ୍କା ହେଇଗଲା, ତୁମେ ଏଇ 100 ଟଙ୍କା ରଖ, କାଲି ଘଣ୍ଟେ ଆଗରୁ ଆସିବ, ମୁଁ ତୁମ ସାଙ୍ଗର ରାତିରେ ଖାଇବି, ଟିକେ କଥା ହେବି। ସେଇଠୁ ତା ବାପା ଟିକେ କାନ୍ଦି ପକାଇଲା। ସେଇଠୁ ବାପ କାନ୍ଦି ପକାଇଲା। ସେଇଠୁ ବାପ ତା ପରଦିନ ବେଣୁସ ଆଇଲା। ଆସିଲା ପରେ ସେଇଠୁ ତା ପୁଅ କହିଲା ବାପା ତୁମେ ପଇସା ପାଇଁ ତୁମେ ଆମକୁ ବି ଭୁଲି ଯାଉଛ, ତାହେଲେ ଆଜି ତୁମ ପାଇଁ ପଇସା ବଡ଼, ଆମେ ସବୁ କିଛି ନୁହେଁ। ତାହେଲେ ୟାର ତାତ୍ପର୍ଯ୍ୟଟା ହେଲା, ଆମେ ପଇସା ପାଇଁ ମାନେ ସମୟ ଦେଇପାରୁନାହାନ୍ତି ପିଲାମାନଙ୍କୁ, ବନ୍ଧୁବାନ୍ଧବଙ୍କୁ। ତାହେଲେ ଚିନ୍ତା କର, ଏଇ ପଇସା ପାଇଁ, ପଇସା ଆମେ ଇନକମ୍ କରିବା କାହା ପାଇଁ? ଯଦି ଆମେ ସମୟ ଦେଇପାରିବାନି, ତାହେଲେ ସେ ପଇସା ଇନକମ୍ କରି କିଛି ମୂଲ୍ୟ ନାହିଁ। ବୁଝିପାରିଲେ? ରହିଲି, ଜୟ ଜଗନ୍ନାଥ।